କ୍ଷୀର ଆଜ୍ଞା ଲାଗିଗଲେ ଲୋକନାଥଙ୍କ ମୁଣ୍ଡରେ କ୍ଷୀରଟା ଲାଗିଗଲେ ତମର କିଛି ଗ୍ରହ କିଛି ଘରର ବିଘ୍ନ ଘଟୁଥିବ ଯୋଉ ଆରକ ସେ ଆରକ ଖଣ୍ଡନ ପାଇଁ ମହାପ୍ରଭୁଙ୍କ ମୁଣ୍ଡରେ କ୍ଷୀର ଲାଗି କରାଯାଏ। ତାହେଲେ ବେଲପତ୍ର ସେମିତି ବେଲପତ୍ର ସେମିତି କିଛି ପ୍ରଭୁଙ୍କର ଆଧ୍ୟାତ୍ମିକ ଯୋଉ କିଛିଟା ଯୋଉ ଜିନିଷ ବେଲପତ୍ର ଫୁଲ ପଞ୍ଚମନୀ ଫୁଲ କେତେ ପ୍ରକାର ଜିନିଷ ଅଛି ଆମେ ତ ସେ ଜିନିଷ ବିଷୟରେ ତ ଆଉ ନବାଦ ଯୋଉ ନାଗି ହଉଛି କଣ ଦେଇ ଦଉଛ ତା ଦେହରେ? ସେଟା ନବାତ କପୁର କେଶର ସେଟା ମିଶିକି କଦଳୀ ଶିବଙ୍କ ପାଖରେ ସେଟା ଲିଙ୍ଗରେ ମୁଣ୍ଡରେ ରହିବ ବର୍ଷ ନା କେତେ ବର୍ଷ ରହିବ? ଏମିତି ଗୋଟେ ବର୍ଷ ସେଟା ପଙ୍କୋଦ୍ଧାର ଏକା ଆସିକି ସେଟା ଖଣ୍ଡନ କରାଯାଏ ବର୍ଷକୁ ଗୋଟେ ଦିନ। ସେଠି ଜାଗର 2 ଦିନ ଥିବ। ହଁ ଜାଗର 2 ଦିନ ଥିବ ପଙ୍କୋଦ୍ଧାର ଏକା ଆସି ଏଇ 24 ତାରିଖରେ ବୁଧବାର ପଡ଼ିବ ରାତି 12ରୁ ଆରମ୍ଭ ରାତି 12ଟାରୁ ଆରମ୍ଭ ହବ ଦର୍ଶନ। ତା 2 ଦିନ ପରେ ଜାଗର ଲକ୍ଷ ଲକ୍ଷ ଲୋକ ଆସିବେ ଲକ୍ଷ ଲକ୍ଷ ଭିଡ଼ ଏଠି ଆଜ୍ଞା ଯୋଉ ଭିଡ଼ ହବ ସେ ଭିଡ଼ କେବଳ କ୍ୟାଲେଣ୍ଡରରେ ପଙ୍କୋଦ୍ଧାର ଅଛି ଏକା ଅଛି କେବଳ ଲୋକନାଥଙ୍କର ଆଉ କୋଉ ଜାଗାରେ ହିଁ ନାହିଁ। ଯୋଉ ପଙ୍କୋଦ୍ଧାର ଏକାଦଶୀଟା କ୍ୟାଲେଣ୍ଡର ଲେଖା ହେଇଛି କେବଳ ଆମର ଲୋକନାଥଙ୍କର ଆଉ ତା ଭିତରେ କୋଉଠି ବାଲି ଲୋକନାଥଙ୍କ। ଆଜ୍ଞା ଠିକ ଅଛି। ଜୟ ବା ଲୋକନାଥ ଜୟ ବା।